ଆଜ୍ଞା ମୋ ନାଁ ସୁଶାନ୍ତ କୁମାର ପାଢ଼ୀ ପେଣ୍ଠଟା ଗଣେଶ ପୂଜା କମିଟି ପେଣ୍ଠଟା ବଜାର ଗଣେଶ ପୂଜା କମିଟି। ତ ଆଜି ପେଣ୍ଠକଟା ଗଣେଶ ପୂଜା କମିଟିରେ ଆପଣ ଯେଉଁ ଗଣେଶ ମୂର୍ତ୍ତି ବସେଇଛନ୍ତି ତ ଦେଖିବେ ଗୋଟେ ଅଲଗା ପ୍ରକାର ଲାଗୁଛି। ଗୋଟେ ପଟେ ଶିବଙ୍କର ହାତ, ଗୋଟେ ପଟେ ପାର୍ବତୀଙ୍କର ହାତ, ତ ଦୋଳି ଖେଳୁଛନ୍ତି ଗଣେଶ। ଏଭଳି ମୂର୍ତ୍ତି କରିବା ପାଇଁ କିଭଳି ଆଶା ଆପଣଙ୍କୁ କଲେ? ଆଜ୍ଞା ଗଣେଶ ପୂଜା ହେଲା ଆମର ଗୋଟେ ପର୍ବ। ପ୍ରତିବର୍ଷ ଆମେ ଏଇଟାକୁ ପର୍ବ ହିସାବରେ ପାଳନ କରୁ। ଆଜିକି ଆମ ବଡ଼ ଭାଇମାନେ ଆଗରୁ କରୁଥିଲେ 40 ବର୍ଷ ହେଲାଣି ଆମର ଅନୁଷ୍ଠାନ। ମୋ ପୂର୍ବରୁ ଆମ ବଡ଼ ଭାଇମାନେ ପାଳନ କରୁଥିଲେ, ତାପରେ ଆମେ କିଛି ବର୍ଷ ହେଲାଣି ସାନ ଭାଇମାନେ ମିଶିକି ଆମେ ପାଳନ କରୁଛୁ। ତେଣୁକରି ପ୍ରତିବର୍ଷ କିଛି ନିଆରା ଅନୁଭୂତିରେ ଠାକୁରଙ୍କୁ ବସେଇବା ଆଉ ଠାକୁରଙ୍କୁ ସମ୍ମାନ ସହିତ ବସେଇବା, କିଛି ଏମିତି ନା ଯେ ଅଭଦ୍ରାମୀ କିଛି କରିକି ଆଉ ଏଇ ହିସାବରେ ବସେଇବା ଆମର ହେଲା ଅନୁଭୂତି। ଆମ ଭଲ ଲାଗେ ବି ବସେଇବା ପାଇଁ, ଠାକୁରଙ୍କୁ ଟିକେ ସଜେଇକି ବସେଇବା, କିନ୍ତୁ ଏଇଟା ପର୍ବ ହିସାବରେ ଆମେ ପାଳନ କରୁ, ଆମକୁ ବହୁତ ଭଲ ଲାଗେ ଏଥିପାଇଁ। ହାତର ଚିନ୍ତାଧାରା କିଭଳି ନେଲେ? ହାତର ଚିନ୍ତାଧାରା ଆଜ୍ଞା କିଛି ସାନ ଭାଇମାନଙ୍କର ଏଥିପାଇଁ ଅନୁମତି, ସେମାନେ ଗୋଟେ ଅଲଗା କନସେପ୍ଟ ଭାବିଲେ ଯେ ଦିଅଙ୍କୁ ଏଥର ଗୋଟେ ଅଲଗା ହିସାବରେ ବସେଇବା। ଠାକୁର ଦୋଳି ଖେଳିକି ବସିବେ, ହାତ ଦୁଇଟା ଠାକୁରଙ୍କ ଶିବ ପାର୍ବତୀଙ୍କ ହାତ ରହିବ ଆଉ ଠାକୁର ଦୋଳି ଖେଳିକି ବସିଲା ଭଳିଆ ବସିବେ। ଏଇଟା କିଛି ସାନ ଭାଇମାନଙ୍କର। କେତେ ଦିନ ଧରି ଚାଲିବ ଏବଂ କିଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିସର୍ଜନ କିଭଳି କରାଯିବ? ଆଜ୍ଞା ପୂଜା ଆମେ ଭାବିଛୁ ଏଥରକ 20 ତାରିଖ ଦିନ ବିସର୍ଜନ ହେବ, 14 ଦିନ ଧରି ପୂଜା ଚାଲିବ। ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ଆମେ ଚିନ୍ତା କରୁଛୁ 15 ତାରିଖରେ କରିବା ପାଇଁ, ଆଉ ବିସର୍ଜନ 20 ତାରିଖ ଦିନ ହେବ। ବିସର୍ଜନ କୋଉ ଭଳିଆ, ମାନେ ଡିଜେ ଫିଜେ କରିବେ ନା ନାଇଁ ପାରମ୍ପରିକ? ଆଜ୍ଞା ଡିଜେ ଏଥରକ ତ ଆମ ଏସ୍ପି ସାର୍ ତ ବ୍ୟାନ୍ କରିଛନ୍ତି। ଆମେ ବି ଚିନ୍ତା କରୁଛୁ ପ୍ରଶାସନ ବିରୁଦ୍ଧରେ ଆମେ କେବେ ବି ଯିବୁନୁ। ପ୍ରଶାସନକୁ ସମ୍ମାନ ଦେଇକି ଯାହା ଦରକାର ଆଉ ଲୋକଙ୍କୁ ଭଲ ଲାଗିଲା ଭଳିଆ, ଆଉ ଯେମିତି ଭଗବାନ ବି ସମ୍ମାନ ସହିତ ଆମ ଯିବେ, ସେଇ ହିସାବରେ ଆମେ ଚିନ୍ତା କରି କରିବୁ। ଧନ୍ୟବାଦ। ଆସନ୍ତୁ ଶୀଘ୍ର ପ୍ରସାଦ ଖାଇକି ଯାଆନ୍ତୁ। ଭାଇମାନେ ଯିଏ ଯୋଉଠି ଅଛ ଆସ, ପ୍ରସାଦ ଖାଇ ଯାଆନ୍ତୁ। IPL ମ୍ୟାଚ୍ শুরু হবে। ভোগ খাবে। মামুন ଆମ ଶିବ ଯାଉନା ଆଣିବୁ ଭୋଗ ଦିଟା।